ଗୋଟିଏ ଜଙ୍ଗଲରେ ଶୃଗାଳଟିଏ ଥିଲା। ସେ ବହୁତ ଅଳସୁଆ ଆଉ ଠକ ଥିଲା। ଜଙ୍ଗଲର କୌଣସି କାମରେ ସେ ପଶୁମାନଙ୍କୁ ସାହାଯ୍ୟ କରୁନଥିଲା। ଏମିତିକି ସେ ନିଜ ଶିକାର କରିବା ପାଇଁ ବି କୁଆଡ଼େ ଯାଉନଥିଲା। ଯଦି କୋଉ ପଶୁ ନିଜ ଶିକାର ଖାଇ କିଛି ଛାଡ଼ି ଦେଇ ଯାଉଥିଲେ ତାହେଲେ ସେ ବଳକା ଅଂଶକୁ ଖାଇ ରହିଯାଉଥିଲା। ଦିନକର କଥା। କିରେ ଅଳସୁଆ, ଆଜି କାହା ଅଇଁଠା ଖାଇବାକୁ ଯାଉଛୁ? ମୁହଁ ସମ୍ଭାଳି କଥା କହ ହାତୀ। ହଁ, କହିଲେ ବାଧି ଯାଉଛି। ତୋ ଭଳିଆ ଅଳସୁଆ ଆଉ ଠକ ମୁଁ ମୋ ଜୀବନରେ ଦେଖିନି। ଯାହା କହିଲ ଭାଇ, ଏଇଟା ଶୃଗାଳ ଜାତି ପାଇଁ କଳଙ୍କ। ତା ଜାତି ଭାଇମାନେ ଦିନ ଯାକ କେତେ ପରିଶ୍ରମ କରୁଛନ୍ତି, ହେଲେ ୟାକୁ ଦେଖ, ମିଳିଲେ ଶିକାର କରି ଖାଉଛି, ନହେଲେ ଆର ତାର ଅଇଁଠା ଖାଇକି ବଞ୍ଚୁଛି। ଅଇଁଠା ଖିଆ କୋଉଠିକାର। ଶୁଣ, ଗୋଟେ ମାଗରେ ଶୀତ ଯାଏନି। ମୋ ଦିନ ବି ଆସିବ। ମୁଁ ବି ତମକୁ ସେତେବେଳେ ଦେଖେଇଦେବି ଯେ ମୁଁ କଣ କରିପାରେ। ହେ ଯା, ତୋ ଭଳିଆ ଅଳସୁଆଙ୍କଠୁ ଏମିତି ବଡ଼ ବଡ଼ କଥା ମୁଁ ବହୁତ ଶୁଣିଛି। ଚାଲ ଯିବା, ଏଇଟା ସହ କିଏ ଗପିକି ମୁଣ୍ଡ ଖରାପ କରିବ। ହାତୀ ଆଉ ଭାଲୁ ଚାଲିଗଲେ। ଶୃଗାଳକୁ ବହୁତ ଅପମାନିତ ଲାଗିଲା। ସେ ବି ରାଗରେ ସେଠୁ ଚାଲିଗଲା। କିଛି ସମୟ ପରେ ସେ ବାଟରେ କିଛି ପିମ୍ପୁଡ଼ିଙ୍କୁ ଖାଦ୍ୟ ନେଇକି ଯାଉଥିବାର ଦେଖିଲା। ଆରେ ଦେଖରେ, ଅଇଁଠା ଖିଆ ଆସିଲା। ଏବେ ଆମ ଖାଇବା ଛଡେଇକି ନେଇଯିବ। ଏଇଟା ଠାପୁଆଟା, ଅଳସୁଆଟା। ୟାର ସବୁବେଳେ ଅନ୍ୟମାନଙ୍କ ଖାଦ୍ୟ ଉପରେ ନଜର। ଚାଲ ଶୀଘ୍ର ଏଠୁ ପଳେଇ ଚାଲ। ପିମ୍ପୁଡ଼ିମାନଙ୍କ କଥା ଶୁଣି ଶୃଗାଳ ଏତେ ଜୋରରେ ରାଗିଗଲା ଯେ ସେ ତାଙ୍କ ଦଳର କିଛି ପିମ୍ପୁଡ଼ିମାନଙ୍କ ଉପରେ ଚଢ଼ି ତାଙ୍କୁ ମାରିଦେଲା ଆଉ ତା ଗୁମ୍ଫାକୁ ଫେରିଗଲା। ନା, ଆଉ ଏ ଅପମାନ ସହି ହବନି। ଏଣିକି ମତେ କିଛି କରିବାକୁ ହବ। ମୁଁ ବି ସମସ୍ତଙ୍କ ଆଗରେ ନିଜକୁ ପ୍ରମାଣ କରିକି ଦେଖେଇଦେବି। ଶୃଗାଳ ଗୋଟିଏ ଉପାୟ ପାଞ୍ଚିଲା। ଆଉ ଦିନେ ଗୋଟାଏ ଜାମୁକୋଳି ଗଛରୁ କିଛି ଜାମୁକୋଳି ତୋଳି ତାକୁ ବାଟି ଦେହରେ ବୋଳି ହେଇ ପଡ଼ିଲା। ଜାମୁକୋଳି ବାଟିକି ଲଗେଇବା ପରେ ଶୃଗାଳର ଦେହର ରଙ୍ଗ ବାଇଗଣୀ ରଙ୍ଗର ହେଇଗଲା। ସେ ସିଧା ଯାଇ ହାତୀ ଆଉ ଭାଲୁଙ୍କ ପାଖରେ ପହଞ୍ଚିଲା। କଣ କରୁଛ ଭାଇମାନେ? ଏଲୋ ବୋଉଲୋ, ଏଇଟା କିଏ? ତମେ କିଏ? କିଏ ତମେ? ମତେ ଚିହ୍ନି ପାରୁନ? ମୁଁ ନୀଳବର୍ଣ୍ଣ ଶୃଗାଳର ଆତ୍ମା। ମୁଁ ମରିବା ପରେ ମୋ ଆତ୍ମାର ରଙ୍ଗ ବାଇଗଣୀ ହେଇଯାଇଛି। ମୁଁ ଭୂତ। ହେଲେ ତମେ ଏଠିକି କାହିଁକି ଆସିଛ? ପ୍ରତିଶୋଧ ନବାକୁ। ପ୍ରତିଶୋଧ? କି ପ୍ରତିଶୋଧ? ଆମେ ତମର କି ଅସୁବିଧା କରିଛୁ? ତମେ ମାନେ ମିଶି ମୋ ନାତିକୁ ବହୁତ ହଇରାଣ କରୁଛ। ତାକୁ ତମେ ମାନେ ଅଇଁଠା ଖିଆ, ଅଳସୁଆ ଆଉ ଠାପୁଆ କହି ଚିଡଉଛ। ଆଜି ମୁଁ ତମମାନଙ୍କ ରକ୍ତ ପିଇକି ତମଠୁ ପ୍ରତିଶୋଧ ନେବି। ଇଏ କଣ ରକ୍ତ ପିଇବ କହିଲାଣି? ପଳେଇ ଚାଲ ସମସ୍ତେ। ହାତୀ ଆଉ ଭାଲୁ ପରଦିନ ସକାଳେ ଜଙ୍ଗଲର ସବୁ ପଶୁମାନଙ୍କ ଆଗରେ ପୂର୍ବ ରାତିର ଘଟଣାକୁ କହିଲେ। କଥାଟା ଧୀରେ ଧୀରେ ଯାଇ ସିଂହରାଜାଙ୍କ କାନରେ ପଡ଼ିଲା। ଏଗୁଡ଼ା ସବୁ ଅନ୍ଧବିଶ୍ୱାସ। ତମେ ମାନେ ଆଉ କାହାକୁ ଦେଖିଛ ଆଉ ତାକୁ ଭୂତ ବୋଲି ଭାବିଛ? ହେଲେ ମହାରାଜ, ଆମେ ସତ କହୁଛୁ। ସେ ଆମ ରକ୍ତ ପିଇବ ବୋଲି କହିଲା। ଖାଲି ସେତିକି ନୁହଁ, କହିଲା ଆମକୁ ମାରି ଆମଠୁ ପ୍ରତିଶୋଧ ନବ। ବାସ୍, ବହୁତ ହେଲା। ମୁଁ ଏସବୁ ବାଜ୍ୟ କଥା ଶୁଣିବାକୁ ଚାହେଁନି। ମୁଁ ଏବେ ଶିକାର ପାଇଁ ଯିବି। ତମେ ମାନେ ଯାଅ ଆଉ ଯାଇ ବିଶ୍ରାମ କର। ସିଂହ ଶିକାର କରିବାକୁ ଗଲା। ସେ ଫେରିବା ବେଳକୁ ରାତି ହେଇଯାଇଥିଲା। ଶୃଗାଳ ସେତିକି ବେଳେ ସିଂହ ପାଖରେ ଯାଇ ପହଞ୍ଚିଲା। କିଏ ତୁ? ମୂର୍ଖ, ମତେ ତୁ ନୁହଁ ଆପଣ କହ। ମୁଁ ହଉଛି ନୀଳବର୍ଣ୍ଣ ଶୃଗାଳର ଆତ୍ମା।
ମୁଁ ମରିବା ପରେ ମୋ ଆତ୍ମାର ରଙ୍ଗ ବାଇଗଣୀ ହେଇଯାଇଛି। ମୁଁ ଏସବୁ କଥାରେ ବିଶ୍ୱାସ କରେନି। ସତ କହ ତୁ କିଏ, ନହେଲେ ମୁଁ ତତେ ଏବେ ଦଣ୍ଡ ଦେବି। ମତେ ଦଣ୍ଡ ଦବୁ? ମତେ ମତେ ଦଣ୍ଡ ଦବୁ? ତୁ ତୋର ସବୁ ସୀମା ଲଙ୍ଘି ସାରିଛୁ। ଆଜି ରାଜସଭାରେ କଣ କହିଥିଲୁ? ଭୂତ ଫୁତ କେହି ନାହାନ୍ତି, ଅନ୍ଧବିଶ୍ୱାସ ଏଗୁଡା। ହେଲେ ଏକଥା ତୁ କେମିତି ଜାଣିଲୁ? ଯେତେବେଳେ ତୁ ହାତୀ ଆଉ ଭାଲୁଙ୍କ ସହ କଥା ହଉଥିଲୁ, ସେତେବେଳେ ମୁଁ ସେ ରାଜସଭାରେ ଥିଲି। ମୁଁ ତ କାହିଁ ତତେ ଆଜି ସଭାରେ ଦେଖିନି। ମୁଁ ହଉଛି ଆତ୍ମା, ଭୂତ। ମତେ କେବଳ ରାତିରେ ହିଁ ଦେଖି ହୁଏ। ତତେ ଛାଡ଼ିବିନି ଆଜି। ତତେ ମାରି ମୁଁ ମୋ ନାତିକୁ ଜଙ୍ଗଲର ରାଜା କରିବି, ରାଜା। ହାତୀ ଆଉ ଭାଲୁ ତାହେଲେ ଆଜି ଯାହା ସଭାରେ କହୁଥିଲେ ସେ ସବୁ ସତ। ଇଲୋ ବୋଉଲୋ, ବଞ୍ଚାଅ ମତେ। ପରଦିନ ଜଙ୍ଗଲର ସବୁ ପଶୁ ଯାଇ ସିଂହ ପାଖରେ ପହଞ୍ଚିଲେ। ସିଂହ ଏତେ ଜୋରେ ଡରି ଯାଇଥିଲା ଯେ ତା ଉପରେ ଯେତେ ପାଣି ପକେଇଲେ ବି ତାର ଚେତା ଫେରିଲା ନାହିଁ। ସବୁ ପଶୁମାନେ ବଡ଼ ଚିନ୍ତାରେ ପଡ଼ିଲେ। ସେତିକି ବେଳେ ମାଙ୍କଡ଼ ଦେଖିଲା ଯେ ସିଂହ ଦେହରେ ଗୋଟେ ଆମ୍ପୁଡ଼ା ଦାଗ ହେଇଛି। ସେ ଯେତେବେଳେ ତା ପାଖକୁ ଗଲା, ସେ ସିଂହ ଦେହରୁ ଜାମୁକୋଳି ବାସ୍ନା ପାଇଲା। ମାଙ୍କଡ଼ ରାତିରେ ଯାଇ ଜଙ୍ଗଲର ଜାମୁକୋଳି ଗଛ ପାଖରେ ଲୁଚିଗଲା। ସେତିକି ବେଳେ ଶୃଗାଳ ଆସି ପହଞ୍ଚିଲା ଆଉ ଜାମୁକୋଳି ତୋଳି ତା ଦେହରେ ଲଗେଇଲା। ରହ ଶୃଗାଳ, ମୁଁ ଜାଣିଥିଲି ଏଇଟା ତୋ କାମ ହେଇଥିବ। ତୁ ଆମ ଜଙ୍ଗଲର ସବୁ ପ୍ରାଣୀମାନଙ୍କୁ ଠକିଛୁ। ତୋ ପାଇଁ ଆଜି ଆମ ରାଜାଙ୍କର ଏଇ ଅବସ୍ଥା ହେଇଛି। ମୁଁ ତତେ ଛାଡ଼ିବିନି। ସାମାନ୍ୟ ମାଙ୍କଡ଼ଟା ହେଇକି ତୁ ମୋର କଣ କରିବୁ? ମୁଁ ତ ନୀଳବର୍ଣ୍ଣ ଶୃଗାଳର ଆତ୍ମା। ମୁଁ ଭୂତ। ମୁଁ ଆଜି ତୋ ଜୀବନ ନେଇଯିବି। ତୁ ସମସ୍ତଙ୍କୁ ଠକି ପାରିବୁ, କିନ୍ତୁ ମତେ ନୁହଁ। ତୁ ହଉଛୁ ଅଇଁଠାଖିଆ ଶୃଗାଳ। ନିଜ ସ୍ୱାର୍ଥ ପୂରଣ କରିବାକୁ ତୁ ଦେହରେ ଜାମୁକୋଳି ବାଟିକି ଲଗେଇ ସମସ୍ତଙ୍କୁ ହଇରାଣ କରୁଛୁ। ମାଙ୍କଡ଼ ଜଙ୍ଗଲର ସବୁ ପଶୁମାନଙ୍କୁ ଡାକିଲା ଆଉ ଶୃଗାଳ ଉପରେ ପାଣି ଆଣି ଢାଳିଦେଲା। ଧୀରେ ଧୀରେ ଶୃଗାଳ ଦେହରୁ ରଙ୍ଗ ଛାଡ଼ିଲା ଆଉ ରଙ୍ଗ ବୋହିବାକୁ ଲାଗିଲା। ଏସବୁ ଦେଖି ପଶୁମାନେ ଶୃଗାଳର ଅସଲ ପରିଚୟ ଜାଣିଗଲେ। ସେମାନେ ରାଗରେ ଶୃଗାଳ ଉପରେ ଆକ୍ରମଣ କଲେ ଆଉ ତାର ଜୀବନ ନେଇଗଲେ। ଏଥିରୁ ଆମେ କ'ଣ ଶିଖିଲେ? ମିଛ ଦ୍ୱାରା ବଞ୍ଚିବାକୁ ଚେଷ୍ଟା କଲେ ବିପଦରେ ପଡ଼ିବା ନିଶ୍ଚିତ। ଗୋଟିଏ ବଣରେ କଳକଳ ହେଇ ବହିଯାଉଥିଲା ନଈଟିଏ। ତାକୁ ଲାଗିକି ଥିଲେ କିଛି ବର, ଓସ୍ତ, ଲିମ୍ବ, ଶାଳ, ପିଆଶାଳ ଇତ୍ୟାଦି ଗଛମାନେ। ସେମାନେ ସବୁ ଥିଲେ ଅନେକ ଦିନର ପୁରୁଣା ଗଛ। ଆଉ ସେଥିପାଇଁ ସେମାନଙ୍କର ଗର୍ବ ବି ଥିଲା। ସେ ନଈକୁ ପାଣି ପିଇବାକୁ ଯେଉଁ ପଶୁପକ୍ଷୀମାନେ ଆସୁଥିଲେ, ସେମାନେ ଗଛ ତଳେ ବସି ଶାନ୍ତିରେ ନିଶ୍ୱାସ ମାରୁଥିଲେ। ଆଉ ତାପରେ ସ୍ନାନ ଶୌଚ ସାରି ସେଠୁ ଚାଲି ଯାଉଥିଲେ। ଶାଳ ଗଛକୁ ଏଗୁଡ଼ାକ ଜମାରୁ ଭଲ ଲାଗୁନଥିଲା। ହେଲେ ଓସ୍ତ ଗଛ ଯେହେତୁ ସବୁଠୁ ପୁରୁଣା ଆଉ ସମସ୍ତେ ତା କଥା ମାନୁଥିଲେ, ସେଥିପାଇଁ ଶାଳ ଗଛ ବି ବାଧ୍ୟ ହେଇ ତା କଥା ମାନୁଥିଲା ଆଉ ପଶୁପକ୍ଷୀମାନଙ୍କୁ କିଛି କହିପାରୁନଥିଲା। ଦିନେ କିନ୍ତୁ ଶାଳ ଗଛ ନିଷ୍ପତ୍ତି ନେଲା ଯେ ଏଠିକି ଆସି ଏ ଜାଗାକୁ ମଇଳା କରୁଥିବା ପଶୁପକ୍ଷୀମାନଙ୍କୁ ସେ ମୁହଁ ଖୋଲି କହିବ, ଆସନ୍ତୁ, ଆଜି କିଏ ଆସୁଛନ୍ତି ଆସନ୍ତୁ, ସମସ୍ତଙ୍କୁ ଘଉଡ଼େଇ ଦେବେ। ଆରେ କାହା କଥା କହୁଛୁ? ଆଉ
ସେ ବାଘ ମାମୁଁ କଥା କାଲି ଦିପହର ଏଠିକି ଆସିଲା, ନଈରୁ ପେଟେ ପାଣି ପିଇଦେଲା, ଏଠି ଆସିକି ଶୋଇଲା। କିଛି ସମୟ ପରେ ଝାଡା ପରିସ୍ରା କରି ଏ ଜାଗାକୁ ଅସନା କରି ଏଇଠୁ ଚାଲିଗଲା। ଛି 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 ଛି, ଯୋଉ ଗନ୍ଧ! ଆରେ ସେ କଥା ଠିକ ଯେ, ହେଲେ ଆମେ କଣ କିଛି କରିପାରିବା? ସେମାନେ ଚଲାବୁଲା କରୁଥିବା ପ୍ରାଣୀ, ଆଉ ଆମେ ହେଲୁ ଗୋଟିଏ ଜାଗାରେ ସ୍ଥିର ହେଇ ରହୁଥିବା ଉଦ୍ଭିଦ। ଆଜି କିଏ ଆସୁଛନ୍ତି ଆସନ୍ତୁ, ମୁଁ ତାଙ୍କ କଥା ବୁଝିବି। ଦେଖ ଶାଳ, ମଣିଷଠୁ ନେଇ ପଶୁପକ୍ଷୀ ଯାଏ ସମସ୍ତେ ସମସ୍ତଙ୍କ ଉପରେ ନିର୍ଭରଶୀଳ। ପରିବେଶକୁ ଗଛଲତାଠୁ ନେଇ ପଶୁପକ୍ଷୀ ଯାଏ ସମସ୍ତେ ବଞ୍ଚେଇ ରଖିଛନ୍ତି। ତେଣୁ ପଶୁମାନେ ଏଠିକି ନ ଆସିଲେ ନିଶ୍ଚୟ କିଛି ଗୋଟିଏ କ୍ଷତି ହବ। ତମେ ଏମିତି ଅନେକ ଦିନ ଧରି ଆମକୁ ଧମକ ଦେଇ ଆସୁଛ, ଆଉ ମତେ ବାଧା ଦିଅ ନା। ହଉ, ତୋର ଯାହା ଇଚ୍ଛା ତୁ କର। ମୁରବୀ ଓସ୍ତ ଗଛ ଏଥର ନୀରବ ରହିଲା। ସେଦିନ ସୂର୍ଯ୍ୟ ମୁଣ୍ଡ ଉପରେ ହେଲା ବେଳକୁ ବାଘ ମାମୁଁ ନଈକୁ ପାଣି ପିଇବାକୁ ଆସିଲା। ମନ ଭରି ପାଣି ପିଇବା ପରେ ସେ ଶାଳ ଗଛ ପାଖରେ ଯାଇ ପହଞ୍ଚିଲା। ତତେ ଆଜି ଦେବି ପାନେ। ବାଘ ମାମୁଁ ଯେମିତି ଶାଳ ଗଛ ତଳେ ବିଶ୍ରାମ କରିବାକୁ ଯାଇଛି, ଶାଳ ଗଛଟି ନଇଁ ପଡ଼ିଲା। ତା ଡାଳ ପତ୍ର ସବୁ ବାଘ ମାମୁଁ ଦେହରେ ଲାଗିଗଲା। ଆରେ ଏମିତି ତ କେବେ ହେଇନି, ଆଜି ହଠାତ୍ ଇଏ କଣ ହଉଛି? ସେ ପୁଣି ଥରେ ଗଛ ପାଖକୁ ଗଲା। ପୁଣି ସେହି ଅବସ୍ଥା ହେଲା। ସେ ଡରିକି ସେଠୁ ପଳେଇଗଲା। ତାପରେ ଆସିଲା ଭାଲୁ। ଭାଲୁର ବି ସେଇ ସମାନ ଅବସ୍ଥା କଲା ଶାଳ ଗଛ। ଭାଲୁ ବି ଡରିକି ସେଠୁ ପଳେଇଗଲା। ତାପରେ ଆସିଲା ହାତୀ। ତାକୁ ବି ଶାଳ ଗଛ ଠିକ୍ ସେମିତି ସେଠୁ ତଡ଼ିଦେଲା। ସେ କାହାକୁ ବି ସେଠି ବିଶ୍ରାମ କରିବାକୁ ଦେଲା ନାହିଁ। ଓସ୍ତ ଗଛ ଏସବୁ ଦେଖି ଜମାରୁ ସହିପାରିଲା ନାହିଁ। ସେ ଶାଳ ଗଛକୁ କହିଲା, ଆରେ ଆରେ ତୁ ଏମିତି କଣ ପାଇଁ କରୁଛୁ? ସେମାନେ କାଲିଠାରୁ ଏଠିକି ଆଉ ଆସିବେନି। ମୁଁ ତ ସେଇ କଥା ଚାହୁଁଛି ଯେ ଏଠିକି କେହି ନ ଆସନ୍ତୁ। ତମେ ଚୁପଚାପ ଖାଲି ଦେଖ ଯେ ମୁଁ କଣ କରୁଛି। ଶାଳ ଗଛଠୁ ବାଧିବା ଭଳି କଥା ଶୁଣି ଓସ୍ତ ଗଛ ଚୁପ୍ ରହିଲା। ଦିନେ ଦୁଇ ଦିନ ପଶୁମାନେ ସେଠିକୁ ଆସିଲେ, କିନ୍ତୁ ଶାଳ ଗଛ ସେମାନଙ୍କୁ ସମାନ ଉପାୟରେ ତଡ଼ିଦେଲା। ଧୀରେ ଧୀରେ ପଶୁମାନଙ୍କର ସେଠିକି ଯିବା ଆସିବା ବନ୍ଦ ହେଇଗଲା। ଗଛ ଥିବା ଜାଗା ଉପରେ ଆଗରୁ କାଠୁରିଆମାନେ ଲକ୍ଷ୍ୟ ରଖିଥିଲେ, କାରଣ କାଠ ବିକିଲେ ସେମାନଙ୍କ ଘର ଚଳୁଥିଲା। ସେମାନେ ଦିନେ ଦୁଇ ଦିନ ଲକ୍ଷ୍ୟ କଲା ପରେ ସେ ଜାଗାରେ ଆସି ପହଞ୍ଚିଲେ। ଆରେ ଗଛଗୁଡ଼ା ଦେଖୁଛ ନା, କେତେ ସୁନ୍ଦର। ଆରେ ଆରେ ଆଗରୁ ତ ମତେ ଏଠିକି ଆଣିନ। ଆରେ କେମିତି ଆଣିଥାନ୍ତି? ଏ ପାଖରେ ଥିବା ନଈକୁ ପାଣି ପିଇବା ପାଇଁ ପଶୁମାନେ ଆସୁଥିଲେ, ଏଇ ଗଛ ମୂଳେ ବିଶ୍ରାମ କରୁଥିଲେ, ସେଇଥିପାଇଁ ଏଠିକି ଆସି ହଉନଥିଲା। ହେଲେ ଏବେ କଣ ହେଲା? ଏବେ କଣ ହେଲା କେଜାଣି, ପଶୁମାନେ ଆଉ ଆସୁନାହାନ୍ତି। ଯା ହଉ, ଆମକୁ କିନ୍ତୁ ସୁବିଧା ହେଲା। କାଲି ସକାଳେ ଆସି ସବୁତକ ଗଛ କାଟି ନବା। ଏତିକି କଥା କହି କାଠୁରିଆ ଦୁଇ ଜଣ ସେଠୁ ଚାଲିଗଲେ। ବର୍ତ୍ତମାନ ଶାଳ ଗଛର ଚିନ୍ତା ପଡ଼ିଗଲା। ସେ ଓସ୍ତ ଗଛକୁ କହିଲା, ଦେଖ, ତମେ ଠିକ କଥା କହୁଥିଲ। ମୁଁ ଗର୍ବରେ ତମ କଥାକୁ ମାନିଲିନି, ଥଟ୍ଟା କଲି ତୁମକୁ। ହେଲେ ଏବେ କଣ କରିବି କହ? ବିନା ସକାଳେ ବିପରୀତ ବୁଦ୍ଧି। ଏବେ ଆଉ କିଛି କରିହବନି। କାଲି ସକାଳେ ସେମାନେ ଆସି ପହଞ୍ଚିବେ, ଆଉ ତୋ ସହିତ ଆମ ସମସ୍ତଙ୍କୁ କାଟି ନେବେ।
ଏବେ ଆଉ କାନ୍ଦିଲେ କିଛି ଲାଭ ହବନି, କାରଣ ତମେ ଅନେକ ଆଗରୁ ନିଜ ଗୋଡରେ ନିଜେ କୁରାଢି ମାରି ସାରିଛ। ଏଥର ମରିବା ପାଇଁ ପ୍ରସ୍ତୁତ ହେଇଯାଅ। ରାତି ପାହି ସକାଳ ହେଲା। କାଠୁରିଆ ଦୁଇଜଣ ସାଙ୍ଗ ହେଇ ଆସି ବଣ ଭିତରେ ଥିବା ଗଛ ପାଖରେ ପହଞ୍ଚିଲେ। ଏତେ ଦିନରେ ଆମ ଭାଗ୍ୟ ବଦଳିବ। ଏ କାଠ ଗୁଡା ସବୁ ବହୁତ ଦାମ। ଭଗବାନଙ୍କ ଦୟା ଆମ ଉପରେ ଟିକେ ଡେରିରେ ହେଲା। ଏବେ ଆମେ କଣ କରିବା? ଏମାନେ ତ ସବୁ ଜିନିଷ ସାଙ୍ଗରେ ଧରିକି ଆସନ୍ତି, ହାଣିବା ପାଇଁ ବି ବାହାରିଲେଣି। କଣ କରିବା? କିଛି କରିବାର ନାହିଁ। ଏ ସବୁ ତୋରି ପାଇଁ ହେଲା ଶାଳ। ତୁ ନିଜେ ମଲୁ, ଆମକୁ ବି ମାରିଲୁ। ଦେଖ ତ ଜୀବନକୁ। ତତେ ଧର୍ମ ସହିବନି। ଆର ଜନ୍ମରେ ପୋକମାଛି ହେଇ ଜନ୍ମ ହବୁ ତୁ। କାଠୁରିଆ ଦୁଇଜଣ ପ୍ରଥମେ ଶାଳ, ତାପରେ ଓସ୍ତ, ଏମିତି ପାଖାପାଖି ଥିବା ସବୁ ଗଛକୁ କାଟି ନେଇଗଲେ। କାଠୁରିଆମାନଙ୍କର ମନ ଖୁସିରେ ଉଛୁଳି ପଡୁଥିଲା। ତେଣୁ ଏଇ କଥାରୁ ଜଣାପଡ଼େ ଯେ ଅଧିକ ଗର୍ବ କରିବା ଉଚିତ ନୁହେଁ। ବଡ଼ମାନଙ୍କର କଥା ମାନିବା ଦରକାର, ନହେଲେ ଅବସ୍ଥା ହେବ ଶାଳ ଗଛ ପରି।